এটা 1991 মସିହାରେ ଆରମ୍ଭ ହେଲାଣି। ବଡ଼ୁ ସେବାୟତ ମାନେ ଅଧେ ନେବେ ବୋଲି ତା ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି ହିଁ ଚାଲିଥିଲା। 95 ମସିହାରୁ ଏମାନେ ପୂଜା ପଣ୍ଡା ସୁଆର ମାନେ ବିଭିନ୍ନ ପ୍ରକାର ମାଲି ମକଦ୍ଦମା କରିକି ଆଜି ପର୍ଯ୍ୟନ୍ତ ଗଡ଼େଇ ଚାଲିଥିଲେ। ଶେଷରେ 2024ରେ ହାଇକୋର୍ଟ ମାନ୍ୟବର ହାଇକୋର୍ଟ ତାଙ୍କ ରିଟ୍କୁ ଡିସମିସ୍ କରିଲେ। ତେଣୁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଲା ଏବଂ ଏଣ୍ଡୋମେଣ୍ଟ କମିଶନ ନିଷ୍ପତ୍ତି ନେଲେ ଯେହେତୁ ଏଇଟା ବଡ଼ୁମାନଙ୍କର ସେବା ରାଇଟ୍, ବଡ଼ୁମାନେ ଏଥିରେ ପାଇବାର ଅଧିକାର। ସେମାନେ ଯାଇଥିଲେ ହାଇକୋର୍ଟରୁ ସେମାନେ ଫେଲୁଅର ହେଇକି ଆସିଛନ୍ତି। ତେଣୁକରି ଔଷଧ ଖାଉନାହାନ୍ତି, ତାଟିଆ କାମୁଡୁଛନ୍ତି। ଆରେ ଯାହା ତମର ଯାହା ଅଧିକାର ତମେ ହେଲେ ଭୋଗ କରିବ, ମହାପ୍ରଭୁଙ୍କ ନୀତିରେ ଭୋଗ କରିବ। ତମ କାମ ନୁହଁ ପାଣି ଫୁଲ ଚଢେଇବା କି ପାଣି ଫୁଲରୁ ତମର ଅଧିକାରୀ ପାଇବା। ତେଣୁ ତମର ଯୋଉ କାମ ତମେ ଭୋଗ ନୀତି କରିବା କଥା, ସେଥିପାଇଁ କି ତମକୁ ଏ ପ୍ରଶାସନ ପ୍ରତ୍ୟେକ ସୋମବାର ଯୋଉ ଶ୍ରାବଣ ସୋମବାର ତମକୁ ବର୍ଷକୁ 3000 ଟଙ୍କା ଲେଖାଏଁ ଦଉଛନ୍ତି। ତମେ ମଧ୍ୟ ଆଜି ପର୍ଯ୍ୟନ୍ତ 1991 ମସିହାରୁ ଆଜି ପର୍ଯ୍ୟନ୍ତ ଟେଲିନାଉ ନେଇ ଚାଲିଥିଲ। ତମେ କଣ ପାଇଁ ଠାକୁରଙ୍କୁ ଆଜି ଆଳତି କରିବାକୁ ଆସିଲନି? ତମେ ତ ଆଜି ପର୍ଯ୍ୟନ୍ତ ଟଙ୍କା ନେଇ ଚାଲିଥିଲ। ପ୍ରଶାସନ ତ ତମକୁ 3000 ଟଙ୍କା ଲେଖାଏଁ ଦଉଥିଲେ, ତମେ ନଉନ କଣ? ତମେ ପୁରା ନଉଛ ଆଳତି କରିବାକୁ 3ଟା ରାତିରୁ ଆସିବ ବୋଲି ତମେ 3000 ଲେଖାଏଁ ନେଇଛ। ଆଉ ଯଦି ତମର କିଛି ଅଭିଯୋଗ ଥିଲା 20 ତାରିଖ 22 ତାରିଖ ଯେତେବେଳେ ମିଟିଂ ହେଲା ମନ୍ଦିର ପ୍ରଶାସନ ଶ୍ରାବଣୀ ଉପରେ ମିଟିଂ କରିଲେ, ତମେ ଆସିଲନି। ତମର କଣ ଅଭିଯୋଗ ଥିଲା, ଆପତ୍ତି ଥିଲା, ସେଠି ଆସି କହିଲନି। ତମେ କାହିଁ ଅନୁପସ୍ଥିତ ରହିଲ? ଏଠି ଆସି ଠାକୁରଙ୍କ ନୀତି କଣ ପାଇଁ ବୋଲେ? ଏଇଟା ହେଲା ପବ୍ଲିକ ମନ୍ଦିର। ପାଳିଆ ବୁଡର କାମ ହଉଛି ମହାପ୍ରଭୁଙ୍କୁ ଦାନ୍ତ ଘଷେଇ ଦବ, ଗାଧେଇ ଦବ, ଭକ୍ତଙ୍କୁ ଦର୍ଶନ ଦେଇଦବ। ତମେ ନୀତି କରିଲେ ଭଲ, ନୀତି ନ କରିଲେ ଭଲ। ଭକ୍ତଙ୍କୁ ଦର୍ଶନ ଦେବା ଆମର ଅଧିକାର, ଆମର ପରମ୍ପରା। ଆମେ ମହାପ୍ରଭୁ ଗାଧେଇକି ଦର୍ଶନ ଦଉଛୁ, ଭକ୍ତମାନେ ସୁରୁଖୁରୁରେ ଦର୍ଶନ ଭୋଗ ରାଗ ପୂଜା କରୁଛନ୍ତି। ଏଥିରେ କୌଣସି ଅସୁବିଧା ହଉନାହିଁ। ଟଙ୍କା ଟ୍ରଷ୍ଟ ବୋର୍ଡ ଆଦାୟ କରୁଛି, ଯାହାର ରାଇଟ୍ ଅଛି ଟ୍ରଷ୍ଟ ବୋର୍ଡ ତାକୁ ଦଉଛି। ତମର ଯଦି କିଛି ଅଧିକାର ଥାନ୍ତା ତମେ ହାଇକୋର୍ଟରେ ଫେଲୁଅର ହେଲା ପୁରା। ତମର ଯଦି କିଛି ଥିଲା ତମେ ହାୟର କୋର୍ଟ ଗଲନି, ଆପେଲ କୋର୍ଟ, ସୁପ୍ରିମକୋର୍ଟ ଗଲନି। ତମେ ତ କିଛି ରାଇଟ୍ ନାହିଁ ବୋଲି ତ ଫେଲୁଅର ହେଇକି ରହିଲା। ଏଠି ନୀତି କାହିଁ ବନ୍ଦ କରୁଛୁ? ମୁଁ କହିଲି ଔଷଧ ଖାଅ, ତାଟିଆ କାମୁଡନି। ଟୋଟାଲି ମଙ୍ଗଳ ଆଳତୀ ବନ୍ଦ, କିନ୍ତୁ ପାଳିଆ ବୁଡୁ ତାର ଠାକୁରଙ୍କର ଅବକାଶ କରିଦେଇଛି, ଦାନ୍ତ ଘଷେଇ ଦେଇଛି, ଭକ୍ତଙ୍କୁ ଦର୍ଶନ ଚାଲୁ ରହିଛି। ସେ ଏଇଟା ଆମ ପରମ୍ପରା। ତମମାନେ ଆଗରୁ ଏଠିରେ ନୀତିରେ ନଥିଲ। ଗଜପତି ମହାରାଜ ତମକୁ 200 ବର୍ଷ ହେଲା ଖଞ୍ଜିଛନ୍ତି। ତମେ ଏଠି ନୀତିଗତି ସେବା ପୂଜା ଚାଲିଛି। ପରମ୍ପରା ବଡୁମାନେ ହେଲା ଆଦ୍ୟ ସେବକ। ଆମେ ପରମ୍ପରା, ଆମେ ଗାଧେଇ ଦଉ, ଆମେ ଭେଷ କରିଦଉ, ଆମର ପରମ୍ପରା ଥିଲା। ନୀତି ଗୋଟେ ଖଞ୍ଜା ହେଇଛି ବୋଲି ଆମେ ତା ଭିତରେ ଆମେ ବାନ୍ଧି ହେଇକି ରହୁଛୁ। ତମେ କରିବନି ବୋଲି ଏଇଟା ଭକ୍ତଙ୍କ ମନ୍ଦିର, ଠାକୁର ବନ୍ଦ ରହିବ ମନ୍ଦିର, ଏଇଟା କୌଣସି ଆଇନରେ ଲେଖା ନାହିଁ। ଭକ୍ତକୁ ମନ୍ଦିର ଦର୍ଶନର ସବୁ ପରମ୍ପରା ତାଙ୍କର ଅଧିକାର ଅଛି। ତେଣୁ ଆମେ ଆମର ଦର୍ଶନ ଦେଇଛୁ, ଠାକୁରଙ୍କୁ ଗାଧେଇଛୁ, ଭକ୍ତ ଦର୍ଶନ କରୁଛନ୍ତି। ସବୁ ନୀତିକାନ୍ତି ହେଲା। 4ଟା 4:30ରେ କାଉଡିଆ ମାନେ ଦର୍ଶନ ଆରମ୍ଭ କଲେ। ତାଙ୍କୁ 4ଟା ପର୍ଯ୍ୟନ୍ତ ଅପେକ୍ଷା କରାଗଲା। 3ଟା ରାତିରେ ଖୋଲିବାର ଥିଲା, ସେମାନଙ୍କୁ 4ଟା ପର୍ଯ୍ୟନ୍ତ ଅପେକ୍ଷା କରାଗଲା। ସେମାନେ ଆସିଲେ ନାହିଁ। ତେଣୁ ଆମେ ବାଧ୍ୟ ହେଇକି ଘଣ୍ଟେ ଅପେକ୍ଷା କରି ମହାପ୍ରଭୁଙ୍କୁ ଦର୍ଶନ ଖୋଲିଲୁ, ଅବକାଶ କରିକି ଦର୍ଶନ ଖୋଲିଲୁ। गाड़ी किଣିବାକୁ ଭାବୁଛନ୍ତି ତାହେଲେ ଆସନ୍ତୁ କାର ବାजार, ଯୋଠି ଆପଣଙ୍କୁ ମିଳିବ लो प्राइस कार ठु आरंभ करी लग्जरियस कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे। औ हां, एबे आपनकर फेवरेट कार बाजार रो सेकंड आउटलेट खोली जायछि ऑपोजिट ऑफ एसोटेक वॉल पहाड़ भुवनेश्वर। ताहले एबे लो प्राइस रे लग्जरियस कार किणंतु केवल कार बाजार रु।